ଦେଖୁଛନ୍ତି ବହୁତ କ୍ୟୁଟ୍ ଲାଗୁଥିବା ଗୋଟେ ବଲାଙ୍ଗୀର ବ୍ରିଡର ଛୁଆଟିଏ ଯାହାକି ବହୁତ ଭଲ ଲାଗୁଛି। ତା ସହିତ ଏପଟେ ଦେଖନ୍ତୁ ଗୋଟେ ମେଣ୍ଢା ବୋଧା ଅଛି ବର୍ତ୍ତମାନକୁ ବହୁତ ଇଏ ମଧ୍ୟ ବହୁତ ଭଲ ଲାଗୁଛି। ଏପଟେ ଦେଖନ୍ତୁ ଗୋଟେ ମେଣ୍ଢି ଗୋଠ ଯାଉଛନ୍ତି ପୁରା ଭେଟ୍ସ ମିକ୍ସ ଆଉ କିଛି ଅରିଜିନାଲ ଭେଟ୍ସ ଏ ଗୋଠ ଅଛନ୍ତି। ତାପରେ ଏପଟେ ଦେଖୁଛନ୍ତି ସବୁ ମିକ୍ସ ପ୍ରଜାତିର ମେଣ୍ଢା ବୋଧାଙ୍କର ସବୁ ମିଡ଼ିୟମ୍ ସାଇଜ୍ ସବୁ ଦେଖୁଛନ୍ତି। ତା ସହିତ ଏଠି ଦେଖୁଛନ୍ତି ଗୋଟିଏ ଭେଟ୍ସ ମିଶା ଛୁଆଟିଏ ଯାହାକି ମେଣ୍ଢା ଛୁଆଟିଏ ବହୁତ ଭଲ ଅଛି। ସମସ୍ତଙ୍କୁ ସ୍ୱାଗତ ଆମ ଚ୍ୟାନେଲକୁ। ମୁଁ ଭାସ୍କର ଆପଣଙ୍କୁ ସ୍ୱାଗତ ଜଣାଉଛି ଆମ ଚ୍ୟାନେଲ ଆପଣଙ୍କର ପ୍ରିୟ ଚ୍ୟାନେଲ ଭାସ୍କର ଦୀପୁ ଫାର୍ମିଂ ପ୍ଲସ୍। ସମସ୍ତଙ୍କୁ କହି ରଖୁଛୁ ଆଜି ଚ୍ୟାନେଲରେ କିନା ଆମେ କଥା ହେବା ବା ଡିସ୍କସନ୍ କରିବା କିଛି ମାଇ ମେଣ୍ଢି ନାଇଁ ତ କିଛି ମେଣ୍ଢି ବୋଦାଙ୍କ ବିଷୟରେ। ତ ଆମେ ଆଗରୁ ବହୁତ ମେଣ୍ଢି ମେଣ୍ଢା ବୋଦାଙ୍କ ବିଷୟରେ ବହୁତ ଡିସ୍କସନ୍ କରିଛେ। ତା ଭିତରେ କିନି ଇଏ ମଧ୍ୟ ଡିସ୍କସନ୍ କରିବା ଆଉ କେମିତି କ'ଣ ରଖିବେ କ'ଣ ନାହିଁ ତା ବିଷୟରେ ମଧ୍ୟ ଡିସ୍କସନ୍ କରିବା। ତେଣୁକରି ଭିଡ଼ିଓ ପର୍ଟିକୁଲାର ଫୁଲ୍ ଭାବରେ ଦେଖନ୍ତୁ, ସବୁ କିଛି ଡିଟେଲ୍ସ ପାଇବେ। କାରଣ କିଛି ନା କିଛି ଆପଣ ଯଦି ସ୍କିପ୍ କରିଯିବେ ତାହେଲେ କିଛି ନା କିଛି ଇନଫର୍ମେସନ୍ ଆପଣ ମିସ୍ କରିଯିବେ। ତ ସେଥିପାଇଁ କହୁଛୁ ସମସ୍ତଙ୍କୁ ଭିଡ଼ିଓକୁ ପୁରା ଫୁଲ୍ ଦେଖନ୍ତୁ, ଡିଟେଲ୍ସ ଦେଖନ୍ତୁ, ସବୁ କିଛି ଜାଣିପାରିବେ। ତ ବେଶୀ ଡେରି କରିବାନି, ଚାଲନ୍ତୁ ଦେଖିବା ଭିଡ଼ିଓ। ভিডিও স্টার্ট করা পূর্বর আমি ভিডিওর ট্যাগ লাইন দেখনি কিছু প্রডক্ট দৌছু যা কি ছেড়ি মান মেଣ୍ଢା ମାନଙ୍କ ପାଇଁ ଭଲ ସପ୍ଲିମେଣ୍ଟ ରହୁଛି, ନାହିଁ ତ କିଛି ଫୁଡ୍ ଜିନିଷ ରହୁଛି, ସବୁ କିଛିର କିଛି ଡିଟେଲ୍ସ ଦଉଛୁ ଆମେ। ତ ସେଇଥିରୁ ଚାହିଁଲେ ଆପଣମାନେ କିଣିକି ନେଇପାରିବେ, ଫ୍ଲିପକାର୍ଟ ହଉ ବା କୌଣସି ଥ୍ରୋରେ କିନି ହଉ, ତେଣୁକରି ଆପଣମାନେ ନେଇପାରିବେ, ସେଇଥିରୁ କୌଣସି ଅସୁବିଧା ନାହିଁ। ତା ବ୍ୟତୀତ ଆମେ କହୁଛୁ ଯେ ଯେଉଁ ଛେଳି ମେଣ୍ଢାକୁ ବିଷୟରେ ଡିସ୍କସନ୍ କରିବା ଯେ ଗାଉଁଲି ଏରିଆରେ ବହୁତ ପରିମାଣରେ ରଖୁଛନ୍ତି, କାରଣ ଟାଉନ ଏରିଆରେ ତ ସେତେଟା ନାହିଁ। ଟାଉନ ଏରିଆରେ ଯିଏ ରଖୁଛନ୍ତି ପ୍ରପରଲି ଫାର୍ମିଂ କରିକି ହିଁ ରଖୁଛନ୍ତି ଲାଇନ୍। କିନ୍ତୁ ଗାଁ ଗହଳିରେ ପ୍ରାୟତଃ ସବୁ ଘରେ ଧରିକି ବାରିପଟ ହଉ ଫାର୍ମ ଛୋଟା ଛୋଟା ଫାର୍ମ ଘର କରିକି ସେଇଟା ରଖୁଛନ୍ତି। ତେଣୁକରି ବେଶୀ ପରିମାଣରେ କିନି ରହୁଛନ୍ତି କୋଉଠି ମାନେ ଲୋକାଲିଟି ଏରିଆରେ, ଭିଲେଜ ଏରିଆରେ। ତ ସେଇଗୁଡ଼ାକରେ କିନି ଯେଉଁ ଜନ୍ତୁ ଗୁଡ଼ିକ ନେଉଛନ୍ତି ଲୋକମାନେ କିଣିକି, ବେପାରୀମାନେ ହୁଅନ୍ତୁ, କୌଣସି ଲୋକ ଫାର୍ମିଂ ବାଲା ହୁଅନ୍ତୁ, କୌଣସି ଲୋକ ପୋଷିବାକୁ ହୁଅନ୍ତୁ, ତେଣୁକରି ରେଟ୍ର ତାରତମ୍ୟ ବହୁତ ରହୁଛି। ସଦାବେଳେ ବି କହୁଛନ୍ତି, ବହୁତ ଲୋକ କମେଣ୍ଟ ବକ୍ସରେ କମେଣ୍ଟ ମଧ୍ୟ କରୁଛନ୍ତି, ଭାଇ ରେଟ୍ଟା ରିଭିଲ୍ କରୁନ କାହିଁ। ଭାଇ ଦେଖନ୍ତୁ ତା ଲାଇଭ୍ ୱେଟ୍ ପଛରେ ରିଭିଲ୍ ହେଇଯିବ, କିନ୍ତୁ ରେଟ୍ ରିଭିଲ୍ ହେଇପାରିବନି। କାହିଁକି ନା ସଦାବେଳେ କୌଣସି ଜନ୍ତୁଙ୍କର ରେଟ୍ ସମାନ ରହୁନି, କି ଗୋଟେ ସିଚୁଏସନରେ କିନି ଏଇ ରେଟ୍ଟା ଫିକ୍ସ ରହୁନି। ଏଇଟା ଜନ୍ତୁଙ୍କ ଉପରେ ଡିପେଣ୍ଡ କରେ। ସେ ଉଚ୍ଚା ଲମ୍ବା ହାଇଟ୍ ଜନ୍ତୁ ଥିବ, ଗ୍ରୋଥ ଭଲ ଥିବ, ଲାଇନ୍ ଜନ୍ତୁ ଥିବ, ଦେଖିବା ପାଇଁ ଭଲ ବ୍ରିଡ୍ ରହିଥିବ, ତ ସିଏ ଜନ୍ତୁଙ୍କର ରେଟ୍ ଟିକେ ଅଲଗା। ଆଉ ଯେଉଁ ଜନ୍ତୁ ମାନେ ଟିକେ ହାଲିଆ ଫାଲିଆ ତାଙ୍କ ରେଟ୍ ଅଲଗା। ତେଣୁକରି ଗୋଟେ ରେଟ୍ ଫିକ୍ସ କହିହେବନି କାହାକୁ, ତେଣୁକରି ରେଟ୍ ରିଭିଲ୍ ହିଁ କରିବନି। ରେଟ୍ ତ ରିଭିଲ୍ ହେବନି, କିନ୍ତୁ ଆମେ ଏଇ ମେଣ୍ଢାଙ୍କ ବିଷୟରେ କିନ୍ତୁ କିଛି ଡିସ୍କସନ୍ କରିବା। ଯାହାକି ଦେଖୁଛନ୍ତି ଯେଉଁ ମେଣ୍ଢା ଗୋଠଟି, ସେଇ ମେଣ୍ଢା ଗୋଠଟିରେ କିନ୍ତୁ ପ୍ରାୟତଃ ମେଣ୍ଢା ଅଛନ୍ତି ଭେଟ୍ସ ମିକ୍ସ। ଭେଟ୍ସ ମିକ୍ସ କ'ଣ ଯେ ଆମର ଯେଉଁ ଗଞ୍ଜାମ ବ୍ରିଡ୍ ରହୁଛନ୍ତି, ତା ସାଙ୍ଗରେ ଯେଉଁ ଆନ୍ଧ୍ରପ୍ରଦେଶର ଯେଉଁ ନେଲୁର ଯୋଡ଼ି ବି ଭେଟ୍ସ ମେଣ୍ଢା ବୋଧେ ରହୁଛନ୍ତି, ସେ ମିକ୍ସ ହେଲା ପରେ ଯେଉଁ ଛୁଆଟି ହଉ ବା ଯେଉଁ ମେଣ୍ଢାଟି କିନ୍ତୁ କ୍ରିଏଟ୍ ହେଲା ତାଙ୍କ ଦେହରୁ, ତେଣୁକରି ସେଇ ଗୋଟାକ ହେଉଛି କ'ଣ ମିକ୍ସ ଭେଟ୍ସ ବୋଲି କୁହନ୍ତି। ତାର କଲର୍ ମିକ୍ସିଂ କିଛି ରହିଯାଏ, ତେଣୁକରି ସେଟା ଭେଟ୍ସ ମିକ୍ସ ମେଣ୍ଢା ବୋଧା ବୋଲି କୁହନ୍ତି, ଆଉ ମେଣ୍ଢି ବୋଲି କୁହନ୍ତି। ଆଉ ଯେଉଁ ମେଣ୍ଢି ଗୁଡ଼ାକ ମଧ୍ୟ ଭେଟ୍ସ ମିକ୍ସ ହେଇଯାଉଛନ୍ତି, ତାଙ୍କ ସାଙ୍ଗରେ ମଧ୍ୟ ଅରିଜିନାଲର ମିକ୍ସ ହେଲା ପରେ ସିଏ ମଧ୍ୟ କିଛି ଅଲଗା ବ୍ରିଡ୍ ମିକ୍ସ ହେଉଛନ୍ତି, ତେଣୁକରି ସେଇଗୁଡ଼ାକ ହିଁ। ଆଉ ଏପଟେ ଦେଖୁଛନ୍ତି ଗୋଟେ ବଲାଙ୍ଗୀର ବ୍ରିଡ୍, ଯାହାକି ଆପଣମାନେ ଦେଖୁଛନ୍ତି ସ୍କ୍ରିନ୍ରେ କିନି, ଏ ଆମର ସର୍ଟ ଭିଡ଼ିଓରେ କିନି ଅଛି, ଆମ ଚ୍ୟାନେଲରେ ଭିଜିଟ୍ କଲେ ପାଇବେ। ଆଉ ତାର ଡିଟେଲ୍ସ ମଧ୍ୟ ସେଥିରେ କିନ୍ତୁ ସବୁ କିଛି ଅଛି। ଆଉ ଇଏ ବଲାଙ୍ଗୀର ଲୋକେସନର। ଆଉ ଏ ଛୁଆଟିକି ନେବାକୁ ଥିଲେ କୌଣସି ଭାଇମାନେ ଯଦି ନେବାକୁ ଚାହୁଁଛନ୍ତି ତାହେଲେ ସର୍ଟସ୍ ଭିଡ଼ିଓକୁ ଆମର ଭିଜିଟ୍ କରନ୍ତୁ, ଆମର ଅଛି ଚ୍ୟାନେଲରେ କିନି ସେ ଭିଡ଼ିଓ। ତେଣୁକରି ସେଇଥିରେ କିନି ଡିଟେଲ୍ସ ତାଙ୍କ କଣ୍ଟାକ୍ଟ ନମ୍ବର ଆଡ୍ରେସ୍ ସବୁ କିଛି ଅଛି, ଏଥିରେ ଡିଟେଲ୍ସ ପାଇପାରିବେ। କିନ୍ତୁ ଆମେ ଏତିକି କହୁଛୁ ବଲାଙ୍ଗୀର ବ୍ରିଡ୍ ସଦାବେଳେ ବଲାଙ୍ଗୀର ବ୍ରିଡ୍ କ୍ୱାଲିଟି ରହିବ, କାହିଁକି ତାଙ୍କ ସିଂହ ପାଇଁ ସେ ଫେମସ୍। ଦେଖନ୍ତୁ ଛୁଆଟାର ବୟସ ମିନିମମ୍ 4-5 ମାସ ଭିତରେ କିନି ହେବ, କିନ୍ତୁ ଦେଖ ସିଂହ କେତେ କେତେ ବାହାରିଛି, ସେଇ ଗୋଟାକ ହେଉଛି ତାଙ୍କର ପ୍ଲସ୍ ପଏଣ୍ଟ। ତେଣୁକରି ତାଙ୍କର ଯେଉଁ ସିଂହଟା ଜଲ୍ଦି ବାହାରି ପଡ଼େ, ଆଉ ବହୁତ ମୋଟା ସିଂହ ମଧ୍ୟ ବାହାରେ, ଦେଖିବା ପାଇଁ ତାଙ୍କ ଫ୍ରଣ୍ଟ ଲାଇନ୍ଟା ବହୁତ ଭଲ ଲାଗେ। ଆଉ ବେଶୀ ଲମ୍ବା ଉଚ୍ଚା ନହେଲେ ମଧ୍ୟ ସେ ଯେତିକି ରୁହନ୍ତି ଆକ୍ଚୁଆଲି ଗୋଟେ ଠିକ୍ ଲାଗନ୍ତି ତାଙ୍କ ବଡ଼ିକି। ତେଣୁକରି ସିଏ ବଲାଙ୍ଗୀର ବ୍ରିଡ୍ ସଦାବେଳେ କ୍ୱାଲିଟି, ସେ ଅଲଗା ଜଣା ପଡ଼ିଯିବ ପର୍ଟିକୁଲାର। ଆପଣମାନେ କିଛି ଚିହ୍ନିବା ବିଶେଷ କିଛି ଦରକାର ପଡ଼େ, ସେ ଅଟୋମେଟିକ୍ ଜଣାପଡ଼ିଯିବ। ଏପଟେ ଦେଖନ୍ତୁ 3ଟା ଭେଟ୍ସ ମିକ୍ସର ମେଣ୍ଢା ଛୁଆ ଯୋଉଟା ଅଛନ୍ତି ଭେଟ୍ସ ମିକ୍ସର, ଗୋଟେ ମଦୁରାଇ ମିକ୍ସ ସ୍ଲାଇଟ୍ ଅଛି।
ତେଣୁକରି ମଦୁରାଇ ମିକ୍ସ ଯୋଉରା ସ୍ଲାଇଟ୍ ସେ ଟିକେ କଳା କାଞ୍ଚିଆ ଟାଇପ୍ର ରହିବେ ଆଉ ତାଙ୍କର ଟିକେ ଫୁଟଫୁଟିଆ ଅଂଶ ବି ରହିପାରେ ଗୁଣ୍ଟୁରୁ ଲାଗେ ଟିକେ ଟିକେ ସ୍ଲାଇଟ୍ ବଡ଼ିରେ କିନି ଆଉ ତାଙ୍କର ତଳ ଉଡ଼ୁଚୁଟି ଭାଗ ହଉ କି ଉପର ଉଡ଼ୁଚୁଟି ଭାଗ ହଉ ଟିକେ ଲମ୍ବା ରହିବ ରୁମଟା ସେମାନେ ଟିକେ ମଦୁରାଇ ମିକ୍ସ ବୋଲି ଜଣାପଡ଼ିଛି ଆଉ ଯୋଉରା ଭେଟ୍ସ ମିକ୍ସ ତ ତାଙ୍କର ସବୁ ପେଟ ତଳ ଅଂଶ କଳା କାନ ମୁହଁ ପ୍ରାୟତଃ ସବୁ କଳା ଅଂଶ ରହିଲା ରହିବ ଟିକେ ତେଣୁକରି ସେଗୁଡ଼ା ଜାଣିବେ ତେଣୁକରି ଏଇ ଭେଟ୍ସ ମିକ୍ସ ଏଇଗୁଡ଼ାକର ଲୋକେସନ୍ ଆମେ କହି ରଖିଥିଲୁ ଯେ ପୁରୀ ପଟ ଏରିଆ ନା କ'ଣ ଥିଲା ଆଙ୍କର ଲୋକେସନ୍ ଆମର ସର୍ଟସ୍ ଭିଡ଼ିଓରେ ମଧ୍ୟ ଅଛି ଭିଡ଼ିଓ ଗୁଡ଼ାକ ସବୁ ତେଣୁକରି ସେଥିରେ ଭିଜିଟ୍ କରି ଜନ୍ତୁ ନେଇପାରିବେ କଣ୍ଟାକ୍ଟ କରି କିନ୍ତୁ ଏ ଜନ୍ତୁ ଆଉ ନଥିବ ମୋତେ ଲାଗୁଛି ସେଲ୍ ସରିଯିବେ ବୋଲି ବୋଧେ ଲାଗୁଛି ଆଉ ଏଇ ଯେଉଁ ମେଣ୍ଢା ଛୁଆ ଗୁଡ଼ିକ ଦେଖୁଛନ୍ତି ଏଇ ପ୍ରଜାତିର ଯଦି ମେଣ୍ଢା ଛୁଆ କୌଣସି ଲୋକେସନରେ ମଧ୍ୟ ଥିବେ କୌଣସି ଭାଇମାନେ ଯଦି ବିକିବା ପାଇଁ ସେଲ୍ସ କରିବାକୁ ଚାହୁଁଛନ୍ତି ବା କିଣିବାକୁ ଚାହୁଁଛନ୍ତି ବେସିକାଲି କହୁଛୁ ମଦୁରାଇ ବ୍ରିଡ୍ ଥିଲେ ଆମ ସହିତ ନିହାତି ଆପଣମାନେ ଯୋଗାଯୋଗ କରନ୍ତୁ ଆଉ ଗୋଟିଏ କଥା କହୁଛୁ ଯେ ଯେକୌଣସି ଭାଇମାନେ ଜନ୍ତୁ ରଖୁଛନ୍ତି ମେଣ୍ଢା ଛେଳି ସବୁ କିଛି ବି ରଖୁଛନ୍ତି ଆମେ କହି ରଖୁଛୁ ପ୍ରତି 2-3 ମାସରେ କିନି ତାଙ୍କୁ ଭ୍ୟାକ୍ସିନେସନ୍ କରୁ କୁର୍ମୀ ପାଇଁ ହଉ କିଛି ଖାଇବା ପାଇଁ ମାନେ ମାନେ ଯେମିତି ଖାଇବାର ଆଗ୍ରହତା ରହିବ ଖାଦ୍ୟ ମାନେ ଖାଇବାର ଆଗ୍ରହତା ରହିବା ପାଇଁ ତା ପାଇଁ କିଛି ଭ୍ୟାକ୍ସିନେସନ୍ ନିଅନ୍ତୁ ଆପଣଙ୍କ ପାଖାପାଖିରେ ଯେକୌଣସି ଭେଟେନାରୀରେ ଯେକୌଣସି ଡକ୍ଟର ଅଛନ୍ତି ତାଙ୍କର ପରାମର୍ଶ ନେଇକି ସେ ଚିକିତ୍ସାଟି କରିକି ତାଙ୍କୁ ଖାଇବା ପିଇବାକୁ ଦିଅନ୍ତୁ ଯାହାଦ୍ୱାରା କି ଜନ୍ତୁ ହେଲ୍ଦି ରହିବ ଆଉ ଦେଖିବାକୁ ମଧ୍ୟ ଠିକ୍ ଲାଗେ ଆଉ ଯେଉଁ କଷ୍ଟମର ଆସିକି ନେବାକୁ କଲା ନା କେ ତା ଇଚ୍ଛା ଯେମିତି ଆଗ୍ରହ ଯେମିତି ବଢ଼ିବାରେ ଲାଗିବ ତ ଜନ୍ତୁକୁ ସେଇଭଳିଆ ରଖନ୍ତୁ ସମସ୍ତଙ୍କୁ କହୁଛୁ ଆଉ ଯେଉଁ ପରିବେଶ ରଖୁଛନ୍ତି ନିଟ୍ ଆଣ୍ଡ କ୍ଲିନ୍ ରଖନ୍ତୁ ତ ଆମେ କହୁଛୁ ଗ୍ୟାରେଣ୍ଟି ଆପଣଙ୍କ ଜନ୍ତୁର ଗ୍ରୋଥ୍ ହିଁ ଆସିବ ଆଉ ଭଲ ରହିବ ଆଉ ଭଲ ଲାଭବାନ ମଧ୍ୟ ଆପଣମାନେ ହେବେ ତ ଏତିକି ହିଁ କରନ୍ତୁ ସମସ୍ତଙ୍କୁ ରିକ୍ୱେଷ୍ଟ ଆଉ ଭିଡ଼ିଓ ପଠାଇଲା ବେଳେ ସମସ୍ତଙ୍କୁ କହି ରଖୁଛୁ ଆମର ହ୍ୱାଟ୍ସଆପ୍ ନମ୍ବର ସ୍କ୍ରିନ୍ରେ ଅଛି ସେଇଥିରେ କିନି ଯେତେବେଳେ ପଠାଇବେ ଭିଡ଼ିଓ ବି ପ୍ରପର୍ ଆଡ୍ରେସ୍ ମେନସନ୍ କରନ୍ତୁ କେଉଁ ଲୋକେସନ୍ରେ ଆଉ ଏତିକି କଥା କହୁଛୁ ଭିଡ଼ିଓ ପଠାଇଲା ପରେ ୱାନ୍ସ ତ ଗୋଟେ ଥର କଥା ବି ହଉ ତେଣୁକରି ଚାଲନ୍ତୁ ଦେଖିବା ଆଉ କିଛି ବାକି ଥିବା ଭିଡ଼ିଓ ତ ଦେଖିବା ତା ସହିତ ଆମେ ଆଗରୁ ଏନେ ଟିକେ ପୂର୍ବରୁ ଆକରି ଏଇ ମେଣ୍ଢା ଛୁଆଙ୍କ ଉପରେ ଡିସ୍କସନ୍ କରୁଥିଲୁ ଆଉ ଏବେ ମଧ୍ୟ ସେଇ ମେଣ୍ଢା ଛୁଆଙ୍କ ଉପରେ ଡିସ୍କସନ୍ କରୁଛୁ କାହିଁକି କାରଣ ଏବେ ଦେଖନ୍ତୁ ଯେଉଁ ନିଟ୍ ଆଣ୍ଡ କ୍ଲିନ୍ କଥା ଆମେ କହୁଥିଲୁ ଏବେ ଦେଖନ୍ତୁ ଏ ମେଣ୍ଢା ଛୁଆରା କେତେ ନିଟ୍ ଆଣ୍ଡ କ୍ଲିନ୍ ରହିଛନ୍ତି ତ ଆଙ୍କୁ ଦେଖିଲା ମାନେ ଯେକୌଣସି ଲୋକ ଟିକେ ଆକୃଷ୍ଟ ହେବ ନା ନାହିଁ ମାନେ ତାପରେ ମନରେ ଗୋଟେ ଆଗ୍ରହ ଆସିବ ନା ନାହିଁ ହଁ ଆଙ୍କୁ ନେଲେ ମୋତେ ଠିକ୍ ଲାଗିବ ତ ସେ ନେବ ହିଁ ନେବ ତାକୁ ଆଉ ଏପଟେ ଦେଖନ୍ତୁ ମାଇ ମେଣ୍ଢି କିଛି ଯାଉଛନ୍ତି ଯାହାକି ଭେଟ୍ସ ମିକ୍ସରେ କିଛି ମେଣ୍ଢି ଯାଉଛନ୍ତି ବହୁତ ଭଲ ହେଲ୍ଦି ଅଛନ୍ତି ଆଉ ଇଏ ବି ଦେଖନ୍ତୁ ଆପଣମାନେ ପୁରା ଦେଖନ୍ତୁ ଇଏ ବି ମଧ୍ୟ ନିଟ୍ ଆଣ୍ଡ କ୍ଲିନ୍ ଅଛନ୍ତି କେତେ କ୍ଲିନ୍ ଅଛନ୍ତି ଦେଖନ୍ତୁ ତ ଏମିତିଆ ଜନ୍ତୁ ଦେଖିଲେ ଆପଣ ଅଟୋମେଟିକ୍ ଆଗ୍ରହ ପ୍ରକାଶ କରିବେ ନେବା ପାଇଁ ତ ସେଇଥିପାଇଁ କହୁଛୁ କେଡ଼େ କେଡ଼େ ମେଣ୍ଢା ହେଇଛନ୍ତି ବଡ଼ ମେଣ୍ଢା ଗୁଡ଼ାକ ଦକ୍ଷିଣ ମେଣ୍ଢା ଟିକେ ତାଙ୍କର ଲମ୍ବାରେ କମ୍ ହେବେ କିନ୍ତୁ ଭେଟ୍ସ ସଦାବେଳେ ଭେଟ୍ସ ସେ ସଦାବେଳେ ଲମ୍ବା ଉଚ୍ଚା ରହେ ସଦାବେଳେ ତାଙ୍କର ଘଣ୍ଟି ବି ରହୁଥିବ କିଛି ବେକରେ ଏ ଯେଉଁ ଯାଉଛି ଦେଖୁଛନ୍ତି ଘଣ୍ଟି ରହୁଛି ସେମିତି କିଛି ଘଣ୍ଟି ରହୁଛି ଗୁଡ଼ାକଠି ମଧ୍ୟ ଘଣ୍ଟି ରହୁନି ସିଏ ମଧ୍ୟ ଭେଟ୍ସ ବହୁତ ଭଲ ରହୁଛନ୍ତି ତ ଆପଣମାନଙ୍କୁ କହି ରଖୁଛୁ ଇଏ ଯେଉଁ ଦେଖେଇଛୁ ମେଣ୍ଢି ଗୁଡ଼ିକ ୟାଙ୍କର ଲୋକେସନ୍ ବୋଧେ ଥିଲା କଳାପଥର ତ ଆପଣମାନେ ଆପଣ ସର୍ଟସ୍ ଭିଡ଼ିଓରେ ମଧ୍ୟ ଅଛି ଚ୍ୟାନେଲ୍ ଭିଜିଟ୍ କଲେ ଆପଣମାନେ ପାଇପାରିବେ ତ ସେଥିରୁ କିନ୍ତୁ କଣ୍ଟାକ୍ଟ ଡାଇରେକ୍ଟ କରିକି ଆପଣମାନେ ନେଇପାରିବେ ଜନ୍ତୁ କିନ୍ତୁ ଆମେ ଲଙ୍ଗ୍ ଭିଡ଼ିଓରେ ପ୍ରାୟତଃ ଦେଉନୁ କାହିଁକି କାରଣ ସର୍ଟସ୍ ଭିଡ଼ିଓ ଆଗ ଯାଉଛି ତ ସେଥିରେ ସେଲ୍ସ ସରିଯାଉଛନ୍ତି ଶୀଘ୍ର ତେଣୁକରି ଦେଉନୁ ଏଥିରେ କଣ୍ଟାକ୍ଟ ନମ୍ବର ସେଇ ଦୃଷ୍ଟିରୁ କହୁଛୁ ଆଉ ଏପଟେ ଦେଖନ୍ତୁ ସେଇ ଯେଉଁ ମେଣ୍ଢି ଦେଖୁଛନ୍ତି ଇଏ ମଧ୍ୟ ସେଇ ଗୋଠର ମେଣ୍ଢି କିନ୍ତୁ ଅଲଗା ମାନେ ଅଲଗା କିଛି ମେଣ୍ଢି ରହୁଛନ୍ତି ବହୁତ ଭଲ ଲାଗୁଛନ୍ତି ଦେଖିବା ପାଇଁ କାହିଁକି କହୁଛୁ ବେସିକାଲି ନାଲିକି ଯେଉଁ କଳା ଅଂଶ ରହୁଛି ଭେଟ୍ସଙ୍କର ସବୁ କ୍ରସ୍ ରହୁଛି ସେ ମେଣ୍ଢିଗୁଡ଼ା ଦେଖନ୍ତୁ ଉଚ୍ଚା ଲମ୍ବା କେତେ ସାଇଜ୍ ଦେଖାଯାଉଛନ୍ତି ଆଉ ବହୁତ ଫିନିସିଂ ମଧ୍ୟ ଦେଖାଯାଉଛନ୍ତି ଏଇଥିପାଇଁ କହୁଛୁ ଯେ ତାଙ୍କର ରୋମ ଅଂଶ ବି ମଧ୍ୟ କମ କାରଣ ଆମର କଳାପଥର ବାଙ୍କିପଟ ଏରିଆରେ ଯେତେ ଲୋକେସନ୍ ଭିଜିଟ୍ କରିବେ ସେପଟେ ପ୍ରାୟତଃ ସବୁ ସରୁ ରୁମବାଲା ରଖିଛନ୍ତି ସେମାନେ ସରୁ ରୁମବାଲା ହିଁ ମେଣ୍ଢା ଖୋଜୁଛନ୍ତି ତେଣୁକରି ସେ ସରୁ ରୁମ ମେଣ୍ଢା ତାଙ୍କୁ ବହୁତ ସୁଇଟେବୁଲ୍ ହେଉଛି ତାଙ୍କୁ ରୋଗ କହୁଛନ୍ତି ତାଙ୍କ ହିସାବରେ କହୁଛନ୍ତି ଯେ ରୋଗ ବରାଗ ଟିକେ କମ୍ ରହୁଛି ବୋଲି କହୁଛନ୍ତି କିନ୍ତୁ ତାଙ୍କୁ ସୁଇଟେବୁଲ୍ ତାଙ୍କ ଏରିଆକୁ ବହୁତ ଭଲ ରହୁଛି ବୋଲି ସେମାନେ କହୁଛନ୍ତି ତ ଆପଣମାନେ ଯଦି ଚାହୁଁଛନ୍ତି ତାହେଲେ ସେ ଲୋକେସନ୍ ଭିଜିଟ୍ କଲେ ସେ ଲୋକେସନ୍ରେ ଆପଣଙ୍କୁ ମିଳିଯିବ କିନ୍ତୁ ଏ ବହୁତ ଭଲ ମେଣ୍ଢି ଅଛନ୍ତି ଇଏ ମଧ୍ୟ ସେଲ୍ସ ପାଇଁ ଅଛନ୍ତି ଏ କଳାପଥର ଲୋକେସନ୍ ମୁଁ ପରଫେକ୍ଟଲି କହୁଛି ଆଉ ଏପଟେ ଦେଖୁଛନ୍ତି କିଛି ମେଣ୍ଢା ଛୁଆ ଯାହାକି ଜଣେ ଭାଇ ଦେଇଥିଲେ କିଏ ସେଲ୍ସ ପାଇଁ ତ ତାଙ୍କ ଭିଡ଼ିଓ ଆମର ମଧ୍ୟ ସର୍ଟସ୍ ଭିଡ଼ିଓରେ ପଡ଼ିଛି ଇଏ ଯେଉଁ ଦେଇଛନ୍ତି ଇଏ ଲୋକାଲିଟି ଛୁଆ ଗୁଡ଼ା ପ୍ରାୟ ସବୁ ଲୋକାଲ୍ ଛୁଆ ଗଞ୍ଜାମ ବ୍ରିଡ୍ ହୁଅନ୍ତୁ ନାହିଁ ତ ଲୋକାଲ୍ ଯେଉଁ ଦେଶୀ ଛୁଆ ସେଇ ଛୁଆ ସବୁ ଇଏ ମଧ୍ୟ କିଛି ଲୋକ ପାଳୁଛନ୍ତି ସଉକ ପାଇଁ ତେଣୁକରି ଯିଏ ଯେଉଁ ମାଧ୍ୟମରେ ସଉକ ପାଇଁ ପାଳିକି ପଇସା 2 ପଇସା ରୋଜଗାର କରୁଛି ଆଉ ଏପଟେ ଦେଖୁଛନ୍ତି ବର୍ତ୍ତମାନକୁ ଯେଉଁ ଚୋକଡ଼ ଦାନା ଖାଉଛନ୍ତି ଗାଙ୍ଗଲା ଦେଖିନି ଭେଟ୍ସ କ୍ରସ୍ ବ୍ରିଡ୍ର ସବୁ ଯାକ ଅରିଜିନାଲ୍ ତ ନୁହଁ ସବୁ କ୍ରସ୍ ବ୍ରିଡ୍ ଯେଉଁ ଖାଉଛନ୍ତି ଦେଖନ୍ତୁ ଯେଉଁ କୋଷ ବଡ଼ ଦେଖାଯାଉଛି ଏଇ ମେଣ୍ଢା ବଦାର ଦେଖିବେ ସଦାବେଳେ ଏଇ ମେଣ୍ଢା ବଦା ଦେଖିକି କିଣିବେ କାହିଁକି ନା କୋଷ ଯଦି ଅଧିକ ପରିମାଣରେ ବଡ଼ ହେଇଯାଏ
ତାହେଲେ ସେ ମେଣ୍ଢାପଦାର ଗ୍ରୋଥ ବହୁତ ହେବ ନାହିଁ, କିଛି ଅଧିକ କିଛି ହେବ ନାହିଁ, ଯେତିକି ସେତିକିରେ ହିଁ ଦବିଯିବ ସେ। ତ ସେଇଟାକୁ ଧ୍ୟାନ ଦେଇକି ସଦାବେଳେ କିଣିଲା ବେଳେ ଜନ୍ତୁ କିଣିବେ ଯେଉଁଟାର କୋଷ ବହୁତ ବଡ଼ ହେଇଯାଇଥିବ, ତାର ଗ୍ରୋଥ ସେତେଟା ହୁଏନି କ୍ଲିଅରଲି। ତ ଏଇଟାକୁ ଧ୍ୟାନ ଦେବେ। କିନ୍ତୁ ବହୁତ ଭଲ ଅଛନ୍ତି ମେଣ୍ଢା ଛୁଆ ଗୁଡ଼ିକ, ଆଉ ଖାଇବା ପିଇବା ଯାହା ଯେତିକି ଠିକ୍ ଅଛି, ତେଣୁକରି ସେଇ ଦୃଷ୍ଟିରୁ ଦେଖିଲେ ଭଲ ଅଛନ୍ତି। ତା ସହିତ ଗୋଟେ ଛେଳିଟିଏ ରଖିଛନ୍ତି କ'ଣ, ତେଣୁକରି ସେ ଛେଳି ବଜାରଟି ମଧ୍ୟ ବିକ୍ରି ହେବାର ଅଛି ବୋଧେ କ'ଣ, ଯେ ସେ ଯାହା ବି ହେଉ ଆମକୁ ତ ସେଲ୍ସ ପାଇଁ କହିନାହାନ୍ତି ସେ କିଛି, ତେଣୁକରି ଆମେ ଦେଖେଇ ଦେଇଛୁ ଖାଲି ଭିଡ଼ିଓରେ କିନି। ତ ଏଇଭଳିଆ ମେଣ୍ଢାପଦା ଯଦି ପୋଷିକି ରଖୁଛନ୍ତି, ତାଙ୍କୁ ବା ସେଲ୍ସ କରିବାକୁ ଚାହୁଁଛନ୍ତି, ତ ଆମ ସାଙ୍ଗରେ ମଧ୍ୟ ଯୋଗାଯୋଗ କରିବେ। କାହିଁକିନା ଲୋକ ଆଗ୍ରହ ଅଛନ୍ତି ନେବା ପାଇଁ ଏଇ ପ୍ରଜାତିର କିଛି ମେଣ୍ଢାପଦା। ତା ସହିତ ଦେଖନ୍ତୁ ଏବେ ଗୋଟେ ମେଣ୍ଢା ଛୁଆ, ନେଲୁର ମେଣ୍ଢା ଛୁଆ, ଚାଲେ ଇଏ ମଧ୍ୟ କ୍ରସ୍ ଅଛି। ତ ଇଏ ଗୋଟେ ଖାଇବା ଶିଖିଗଲାଣି, ଛୋଟ ଛୋଟ ଅତି ବେଶୀରେ 4 ମାସ 4.5 ମାସର ଛୁଆ ହେଇଥିବ, ଶିଙ୍ଗ ଟିକେ ଟିକେ ବାହାରିଛି, ଆଉ ଘାସ ଚାରା ଖାଇବା ଶିଖିଲାଣି। ଏତିକି ଶିଖିଗଲେ ଆପଣମାନଙ୍କୁ କୌଣସି ଅସୁବିଧା ନାହିଁ ଜନ୍ତୁ ରଖିବା ପାଇଁ। କାହିଁକିନା ଖାଇବା ଯିଏ ଶିଖିଗଲା ତାକୁ ପାଳିବା ପାଇଁ କୌଣସି ଅସୁବିଧା ନାହିଁ, ଆଉ ଯିଏ ନ ଖାଇବା ଶିଖିଛି ସେତେ ପର୍ଯ୍ୟନ୍ତ ଆପଣଙ୍କୁ ଅସୁବିଧା ଦେଖେ। ତ ତେଣୁକରି ଏମାନେ ଘାସ ଠୁଙ୍କିଆ ଆରମ୍ଭ କରିଦେଲେ ମାନେ ଜାଣ ଯେ ଇଏ ଲାଇନ୍ ଉପରକୁ ଆସିଲେ। ତେଣୁକରି ଇଏ ମଧ୍ୟ ଆମ ଏଇ ଗାଁ ପାଖାପାଖିରେ ରଖିଛନ୍ତି। ତେଣୁକରି ବିକି ହେବା ପାଇଁ କିଛି ନାହିଁ, ମାନେ ବିକା ହେବା ପାଇଁ କିଛି ନାହିଁ। ତ ସେଥିପାଇଁ ଆମେ ଆ ଉପରେ କିଛି ଡିସ୍କସନ୍ ବିଶେଷ କରୁନୁ, କେବଳ ଦେଖନ୍ତୁ ଆପଣମାନେ ଭିଡ଼ିଓରେ ଛୁଆ କେମିତି ଲାଗୁଛନ୍ତି କ'ଣ ନାହିଁ ଆପଣମାନେ କମେଣ୍ଟ କରିବେ। କାରଣ ଏଇଟା ଟିକେ ଲାଗୁଛି ନେଲୁର ଭଳିଆ, ଟିକେ ମିଶାଟା ନେଲୁର ଭଳିଆ ଲାଗୁଛି, ଆଉ ତା ସାଇଡ଼୍ରେ ଯେଉଁଟା ଅଛି ସେଇଟା ପୁରା ମିଶାଟା। ତେଣୁକରି ଇଏ ଅଛନ୍ତି। ଆଉ ଏବେ ଯେଉଁ ଗୋଠଟି ଦେଖୁଛନ୍ତି ମେଣ୍ଢା ବୋଦାଙ୍କର ପୁରା ଗୋଠ ବଡ଼ ଗୋଠ, ଇଏ ଗୋଠ ହେଉଛନ୍ତି ଆମର ଏଇ ଯେଉଁ ଅଛନ୍ତି କ'ଣ ହିଞ୍ଜିଳି କାଟୁ, ଏ ଯେଉଁ ଆମର ରମ୍ଭା ପାଖରେ ଖଲିକୋଟ ପାଖରେ ତାଙ୍କର ଏରିଆ। ତ ଖଲିକୋଟ ଏରିଆରେ ସେ ରଖିଛନ୍ତି 60-65 ପିସ୍ ମେଣ୍ଢାପଦା ରଖିଛନ୍ତି। ଖଲିକୋଟ ପ୍ରପର ପାଖାପାଖିରେ କିନ୍ତୁ ତାଙ୍କର ରଖିଛନ୍ତି। ତ ସିଏ ସେଲ୍ସ କରିବାକୁ ଚାହୁଁଛନ୍ତି, ଆଉ ପ୍ରପରଲି ଆମ ସାଙ୍ଗରେ କଥା ହେଉଛନ୍ତି ମଧ୍ୟ ସେଲ୍ସ କରେଇ ଦିଅ ବୋଲି। ତେଣୁକରି ବହୁତ ପରିମାଣ ମେଣ୍ଢାପଦା ଥାକା କିଛି ରଖୁଛନ୍ତି, ତ ବିକ୍ରି କରିବାକୁ ଚାହୁଁଛନ୍ତି। ଆଉ ପର୍ ପିସ୍ କହି ରଖୁଛି, ସେ ପର୍ ପିସ୍ 8,000 ରଖୁଥିଲେ ରେଟ୍ ପ୍ରାଇସ୍ ନା କ'ଣ। ତେଣୁକରି ଆପଣମାନେ ଯଦି ତାଙ୍କ ସାଙ୍ଗରେ ଯୋଗାଯୋଗ କରିବେ ତ ସେଠୁ ନେଇପାରିବେ। ତେଣୁକରି ଆପଣମାନେ ତାଙ୍କ ସହିତ ଯୋଗାଯୋଗ କରନ୍ତୁ। ତାଙ୍କ କଣ୍ଟାକ୍ଟ ନମ୍ବର ହେବ ଯଦି ଆମର ସର୍ଟସ୍ ଭିଡ଼ିଓରେ ଯିବ, ନାହିଁ ତ ଏଥିରେ ଆମେ ଦେଇଦେଉଛୁ। ଭିଡ଼ିଓ ଶେଷରେ ସମସ୍ତଙ୍କୁ ସେଇ ଗୋଟିଏ ଅନୁରୋଧ, ସମସ୍ତଙ୍କ ପାଖରେ ସେଇ ଆମ ପ୍ରତି ବିଶ୍ୱାସ, ଭଲ ପାଇବା ସେଭଳିଆ ଥାଉ। ଆଉ ଆମେ ଆପଣଙ୍କ ଭିଡ଼ିଓ ଯେକୌଣସି ଭିଡ଼ିଓ ପଠାଉଛନ୍ତି ଆପଣମାନେ, ଆମେ ନିହାତି ପୋଷ୍ଟ କରିବୁ। ଲେଟ୍ ହେଇପାରେ ଟିକେ, କାରଣ ପେମେଣ୍ଟ ଭିଡ଼ିଓ ଟିକେ ଆଗ ଯାଉଛି। ତେଣୁକରି ଆପଣମାନେ ପଠାନ୍ତୁ ଭିଡ଼ିଓ, ଆପଣଙ୍କ ଭିଡ଼ିଓ ନିହାତି ପଡ଼ିବ। ତେଣୁକରି ଦେଖା ହେବ ନେକ୍ସଟ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛୁ। ଜୟ ଜଗନ୍ନାଥ।